ମୁଁ ପୁରୀ ଯାଇଥିଲି ଜଗନ୍ନାଥଙ୍କ ପାଖକୁ ମୋ ଦୁଃଖ ଦେଇ ସୁଖ ମାଗିବା ପାଇଁ, ଲୁହ ଦେଇ ହସ ମାଗିବା ପାଇଁ। କିନ୍ତୁ ଜଗନ୍ନାଥ କ'ଣ କଲେ? ମୋ ଓଠରୁ ହସ ଛଡ଼େଇ ନେଲେ, ମୋ ଆଖିରେ ଲୁହ ଭରିଦେଲେ, ମୋର ସବୁ ସୁଖ ଛଡ଼େଇ ନେଇଗଲେ, ଦୁଃଖର ସାଗର ଢାଳିଦେଲେ ମୋ ଆଗରେ। ଆଉ ମୁଁ ଆସିପାରିଲିନି ଏତେ ଲୁହ ଏତେ ଦୁଃଖ ନେଇକି ଯେ ସେ ମୋ ସାଙ୍ଗରେ ଆସିଲେ, ମୋତେ ଆମ ଘର ଛାଡ଼ି ଦେଇଗଲେ। ଯାହା ସବୁ କରିଛ କେହି କେବେ ହିରୋ କରେନି, ଏଇଟା ଭିଲିଆନ୍ କରନ୍ତି। ଆଖିରେ କାଜଲ ଲଗେଇ ଆଉ ମୁହଁରେ ପାଉଡ଼ର ବୋଳି ହେଇ ଆଉ ଆଖିରେ ଆଇଡ୍ରପ୍ ପକେଇ ଆଇଡ୍ରସ୍ ଲଗେଇ ହେୟାର କ୍ଲିପ୍ ଲଗେଇ ଡୁପ୍ଲିକେଟ୍ ହେୟାରର କ୍ୟାପ୍ ଲଗେଇ ଆଉ କ୍ୟାମେରା ସାମ୍ନାରେ ଟିକେ ମିଛ ଆକ୍ଟିଂ କରିକିରି ଲୁହ ଗଢ଼େଇକିରି ଆକ୍ଟିଂ କରିଦେଇକିରି ମିଛ କହିକିରି ମୋତେ ବ୍ଲାକମେଲିଂ କରିକିରି ମାନେ ଜଣେଇବାକୁ ଚାହୁଁଛି ଯେ ମୁଁ ଏମିତି ଲଭ୍ କରେ। ହଜାରେ ଝିଅଙ୍କ ସହିତ ତୁମେ ସମ୍ପର୍କ ରଖିଛ, ହଜାରେ ଝିଅ, ମୁଁ ସବୁ ସାକ୍ଷୀ ଆଇ ୱିଟନେସ୍। ମୋତେ କିଏ କହିନାହାନ୍ତି, ମୁଁ କାହା କଥାରେ ଯାଇନି କି କାହାକୁ ଦେଖିନି କି କାହାଠୁ ଶୁଣିନି, ମୁଁ ନିଜେ ନିଜେ ଦେଖିଛି, ଆଖିରେ ଅନୁଭବ କରିଛି ତୁମେ କ୍ୟାରେକ୍ଟର ବିଷୟରେ। ଆଉ ଏବେ ବି ତୁମେ ହଜାରେ ଝିଅଙ୍କ ସହିତ ସମ୍ପର୍କ ରଖିଛ, ଆଉ ତୁମ କ୍ୟାମେରା ସାମ୍ନାରେ ବି। ତାପରେ ତୁମେ ମୋତେ ଯେଉଁ କ୍ୟାରେକ୍ଟର ବିଷୟରେ କହୁଛ, ନିଜେ କ୍ୟାରେକ୍ଟର ଆଗ ଟିକେ ଭଲସେ ନିଜ କ୍ୟାରେକ୍ଟରକୁ ଭଲସେ ଦେଖ, ଭଲସେ ନିଜକୁ ପଢ଼, ତାପରେ ଅନ୍ୟକୁ କହିବ। ଯେତେବେଳେ ଯାହା ଇଚ୍ଛା ତୁମର କହିଯାଉଛ, ମିଛ ଅପବାଦ, ଗୋଟେ ଝିଅକୁ ମିଛର ଅପମାନ କରିକି ଅପବାଦ କରିବାର ଦଣ୍ଡ ନିଶ୍ଚିନ୍ତ ଭାବରେ କାହାକୁ ନା କାହାକୁ ଭଗବାନ ଦେବେ। ଭଗବାନ ଦରବାରରେ ଜଗନ୍ନାଥଙ୍କ କ୍ଷେତ୍ରର କଥା ସେଇଠି ମିଛ କିବେ, ଯିଏ ମିଛ କହିଥିବ, ଯିଏ ମିଛ କରିଥିବ, ମୁଁ ଯଦି ତୁମ ସହିତ ଛଳନା କରିଥିବି ତାହେଲେ ମୋତେ ତ ଅବଶ୍ୟ ଦଣ୍ଡ ଭୋଗିବ। ଆଉ ତୁମେ ଯଦି ମୋ ସାଙ୍ଗରେ ମିଛ ଆକ୍ଟିଂ କରିଥିବ, ଅନ୍ୟ ଝିଅଙ୍କ ସହିତ ରିଲେସନ୍ ରଖିକିରି ମୋ ନାଁରେ ଅଠା ବୋଳିକିରି ମୋ ନାଁରେ ବଦନାମ କରିବାକୁ ଚାହୁଁଥିବ, ତାହେଲେ ମୁଁ କ'ଣ କରିବି? ପନିଶମେଣ୍ଟ ନିଶ୍ଚିନ୍ତ ଜଗନ୍ନାଥ ତୁମକୁ ଦେବେ ହିଁ ଦେବେ ନା।